ଯେତେ ମାସ ବର୍ଷ ଗଡ଼ୁଛି ଫ୍ୟାନ୍ ମାନଙ୍କର ଅନୁଭବ ବର୍ଷାଙ୍କ ପ୍ରତି ଭଲ ପାଇବା କମୁଛି। ହଁ ଆଜ୍ଞା, ଏଭଳି କିଛି ସୂଚନା ଫ୍ୟାନ୍ ମାନଙ୍କ ପାଖରୁ ଆସିଛି। ତେବେ ଦର୍ଶକ ବନ୍ଧୁ, ଆଜି ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ ଯାହା ଫ୍ୟାନ୍ ମାନେ ଜାଣିଲେ ଖୁସି ହୋଇଯିବେ। ଦର୍ଶକ ବନ୍ଧୁ, ଦେଖିବାକୁ ମିଳିଛି ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଫଟୋକୁ ଧରି କାନ୍ଦୁଛନ୍ତି। ସେ ଅନୁଭବଙ୍କୁ କେତେ ଭଲ ପାଆନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ିଯାଉଛି। ବର୍ଷା ପ୍ରିୟଦର୍ଶିନୀ କହିବା ଅନୁସାରେ ବର୍ଷା ଅନୁଭବ ଦୁହେଁ ଫିଲ୍ମ ବେଳୁ ଭଲ ପାଉଥିଲେ ଏବଂ ଘରେ ରାଜି କରାଇ ବେଶ୍ ଧୁମଧାମରେ ବାହାଘର ହୋଇଥିଲା। ସତ, ହେଲେ ଖୁସିରେ ରହିବାକୁ ଚାହୁଁଥିଲେ ମଧ୍ୟ ଦୁହିଁଙ୍କର ଖୁସି କିଛି ବର୍ଷ ମଧ୍ୟରେ ଭାଙ୍ଗି ଯାଇଥିଲା। ହେଲେ ଏଠି କହି ରଖିବୁ, ବର୍ଷା କହିବା କଥା ସେ ଅନୁଭବଙ୍କୁ ବହୁତ ଭଲ ପାଆନ୍ତି। ସେଥିପାଇଁ ବର୍ଷା ଡିଭୋର୍ସ ଚାହୁଁନଥିଲେ, ହେଲେ ଅନୁଭବ ଜବରଦସ୍ତ ଡିଭୋର୍ସ ଦେଇଥିଲେ। ଆଜି ସେଇ କଥାକୁ ବର୍ଷା ମନେ ପକାଇ ଅନୁଭବଙ୍କ ଫଟୋକୁ ଧରି କାନ୍ଦୁଛନ୍ତି। ଯେତେବେଳେ ବି ଅନୁଭବଙ୍କ କଥା ମନେ ପଡ଼େ ସେ ତାଙ୍କ ଫଟୋକୁ ଧରି ଦିନ କାଟି ଦିଅନ୍ତି। ଦର୍ଶକ ବନ୍ଧୁ, ବର୍ଷା ଅଲଗା ଅଛନ୍ତି ସତ, ହେଲେ ସେ ଅନୁଭବଙ୍କ ବିନା ଶାନ୍ତିରେ ନାହାନ୍ତି। ଏପଟେ ତାଙ୍କ ଫ୍ୟାନ୍ ମାନେ ଚାହୁଁଛନ୍ତି ପୁଣି କେମିତି ବର୍ଷା ଅନୁଭବ ଏକାଠି ହୋଇଯାଆନ୍ତୁ। ଦର୍ଶକ ବନ୍ଧୁ, ଅନୁଭବ ବି ଏକାରେ ଶାନ୍ତିରେ ରହିପାରୁନାହାନ୍ତି। ସେ ବର୍ଷାଙ୍କୁ ଭଲ ପାଇ ବାହା ହୋଇଥିଲେ। ଅଗ୍ନିକୁ ସାକ୍ଷୀ ରଖି 7 ଜନ୍ମ ପାଇଁ ସାଥୀ କରିବାକୁ କଥା ଦେଇଥିଲେ। ବର୍ଷାଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ ଅନୁଭବ। ସେ ଭିଡ଼ିଓ ଆଜି ଦେଖିଲେ ଆଖିରେ ଲୁହ ଆସିଯିବ। କାରଣ ସେତେବେଳର ସମ୍ପର୍କ ଆଉ ଏବେକା ସମ୍ପର୍କ କିଛି ଭିନ୍ନ ହୋଇଯାଇଛି। ସେ କଥାକୁ ଅନୁଭବ ଏକୁଟିଆ ଥିବାବେଳେ ରୁମ୍ରେ ବସି ଭାବିବେ। ବର୍ଷାଙ୍କୁ ମନେ ପକାଇ କାନ୍ଦୁଛନ୍ତି। ବହୁତ ଥର ଲୁଚି ଲୁଚି କାନ୍ଦିବାର ଦୃଶ୍ୟ ତାଙ୍କ ପରିବାର ଲୋକେ ଦେଖିଦେଇଛନ୍ତି। ଏପଟେ କହିବାକୁ ଗଲେ ଖାଲି ବର୍ଷା ଭୁଲି ପାରୁନାହାନ୍ତି ତାହା ନୁହେଁ, ଅନୁଭବ ମଧ୍ୟ ବହୁତ ଭଲ ପାଆନ୍ତି। ହେଲେ କୌଣସି କାରଣ ହେତୁ ପରିବାରରେ ଝଗଡ଼ା ହୁଏ। ସେ ଝଗଡ଼ା ଧୀରେ ଧୀରେ ବଢ଼ିବାରେ ଲାଗେ ଏବଂ କେହି କାହାକୁ ଠିକ୍ସେ ବୁଝିପାରନ୍ତି ନାହିଁ, ଯାହା ଫଳରେ ଏଭଳି କିଛି ଭୋଗିବାକୁ ପଡ଼େ। ତେବେ ଆଜିର ଭିଡ଼ିଓରେ ବର୍ଷା ଅନୁଭବଙ୍କୁ ବହୁତ ଭଲ ପାଆନ୍ତି ବୋଲି ସେ ତାଙ୍କ ଫଟୋ ଧରି ଆଖିରେ ଲୁହ ଝରାଇ କାନ୍ଦୁଛନ୍ତି। ଏଭଳି କିଛି ଦୃଶ୍ୟ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି। ତେବେ ଏହି ଯୋଡ଼ି ଆଉ କେବେ ମିଶିବେ କି ନାହିଁ ତାହା ଭଗବାନଙ୍କୁ ଜଣା। ସୂଚନା ଆଜି ପାଇଁ ଏତିକି। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ତେବେ ଚ୍ୟାନେଲଟିକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ରହିଲି, ନମସ୍କାର।